22 ଜାନୁଆରୀ। ଏହି 22 ଜାନୁଆରୀ ଦେଶବାସୀଙ୍କ ପାଇଁ ଏକ ଖୁସିର ଦିନ ଥିଲା। 500 ବର୍ଷ ଧରି ଚାଲି ଆସୁଥିବା ରାମ ମନ୍ଦିର ପାଇଁ ସଂଘର୍ଷ ଶେଷ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଏକ ନୂତନ ଯୋଜନା ଘୋଷଣା କରିଥିଲେ। ଏହା ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ସେଠାରେ ଏକ ପୋଷ୍ଟ ମାଧ୍ୟମରେ ଏହି ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା। ଏହି ଯୋଜନାରେ ଲୋକମାନେ ବିଦ୍ୟୁତ୍ ବିଲ୍ରୁ ଆରାମ ପାଇବେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ କିମ୍ବା ମଧ୍ୟବିତ୍ତ ଲୋକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବା। ଏହି ଯୋଜନା ବିଷୟରେ ଆସନ୍ତୁ ଜାଣିବା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା କ'ଣ? ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ 1 କୋଟିରୁ ଅଧିକ ଘରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରାଯିବ। ଏହି ସୌର ପ୍ୟାନେଲଗୁଡ଼ିକ ସାହାଯ୍ୟରେ ଲୋକମାନେ ଶକ୍ତି ଉତ୍ସ ପାଇବେ। ବ୍ୟବସ୍ଥାରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ସାମିଲ କରାଯିବ। ଏହି ଯୋଜନାର ଲାଭ କେବଳ ଭାରତୀୟମାନେ ପାଇବେ। ଏହି ଯୋଜନା ପାଇଁ ଆବେଦନକାରୀଙ୍କ ବାର୍ଷିକ ଆୟ 1 କିମ୍ବା 1.5 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ଆବେଦନ ସମୟରେ ସମସ୍ତ ଡକୁମେଣ୍ଟ ସଠିକ୍ ହେବା ଜରୁରୀ। ଆବେଦନକାରୀ କୌଣସି ସରକାରୀ ସେବା ସହିତ ଜଡ଼ିତ ହେବା ଉଚିତ ନୁହେଁ। ଆବଶ୍ୟକ ଡକୁମେଣ୍ଟ କ'ଣ? କେଉଁ ସବୁ ଡକୁମେଣ୍ଟ ଦରକାର ପଡ଼ିବ? ପ୍ରଥମେ ଆଧାର କାର୍ଡ଼, ଠିକଣା ପ୍ରମାଣ, ବିଦ୍ୟୁତ୍ ବିଲ୍, ଆୟ ପ୍ରମାଣପତ୍ର, ମୋବାଇଲ ନମ୍ବର, ବ୍ୟାଙ୍କ ପାସବୁକ୍, ପାସପୋର୍ଟ ଆକାରର ଫଟୋ ଏବଂ ରାସନ କାର୍ଡ଼। ଆପଣଙ୍କ ପାଖରେ ଏହିସବୁ ଗୁଡ଼ିକ ରହିବା ଦରକାର। ମୁଁ ଆଉଥରେ କହିଦେଉଛି। ଆଧାର କାର୍ଡ଼, ଠିକଣା ପ୍ରମାଣ, ବିଦ୍ୟୁତ୍ ବିଲ୍, ଆୟ ପ୍ରମାଣପତ୍ର, ମୋବାଇଲ ନମ୍ବର, ବ୍ୟାଙ୍କ ପାସବୁକ୍, ପାସପୋର୍ଟ ଆକାରର ଫଟୋ ଏବଂ ରାସନ କାର୍ଡ଼। ଏହିସବୁ ଗୁଡ଼ିକ ଆପଣଙ୍କର ଦରକାର ପଡ଼ିବ ଏହି ସୂର୍ଯ୍ୟୋଦୟ ଯୋଜନାରେ ଆପ୍ଲାଏ କଲେ। ଯଦି ଆପଣ ଏହି ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ। ଏହି ଯୋଜନାରେ ଆପଣ କିପରି ଆବେଦନ କରିବେ ମୁଁ ଆପଣମାନଙ୍କୁ କହିଦେବି। ମୁଁ ଆପଣମାନଙ୍କୁ ଆଗାମୀ ଭିଡ଼ିଓରେ ଜଣାଇବି। ଏଭଳି ସବୁ ଅପଡ଼େଟ୍ ଜାଣିବା ପାଇଁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ।